ମାନେ ସତରେ ବାବାଙ୍କ ଆଶ୍ରମ କେତେ ସୁନ୍ଦର ହେଇଛି ନା? ହାଲୋ ଏସଙ୍ଗା ତ ହଁ ବାବା ବିନା କେତେ ମହାନ ଦେଖୁନ ନାରୀ ମାନଙ୍କୁ ଛାଇକୁ ମଧ୍ୟ ସ୍ପର୍ଶ କରୁନାହାନ୍ତି। ହଁ ପରା ସଖୀ ହାଲୋ ମତେ ଲାଗୁଛି ମୋ କାମନା ନିଶ୍ଚୟ ହବ ସାକାର। ହାଲୋ ଝିମା ତମ କାମନା ନିଶ୍ଚୟ ପୂରଣ ହବ। ହବ ହଁ ହେଲେ ସଙ୍ଗାତ ହଁ ମୁଁ ନ ବୁଲି ପାରିବିନି। କାହିଁକି ଲୋ? ମୋ ଗୋଡ଼ ବିନ୍ଧା ହେଲାଣି। ସତ? ଚାଲିଲୁ କିଛି ସମୟ ବିଶ୍ରାମ କରିବା। ତାହେଲେ ଠିକ ଅଛି ଲୋ। ସଙ୍ଗାତ ମତେ ଲାଗୁଛି କେହି ଜଣେ କବାଟ ଧରୁଛନ୍ତି। ଚାଲିଲ ସଖୀ ଦେଖିବା। ओम शांति 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 सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। बालिके ହଁ ବାବା तमे माने शयन करिथिबा कक्षकु मु आसी तुमको बाधा देइनि तो ନା ବାବା नाइ तो आलो ए मा सुचित्रा କୁହନ୍ତୁ। तुमको मु कहिथिली 3 दिवस मो आश्रम रे रहिबाकू ହଁ बाबा हेले आज 3 दिवस पूर्ण हो जाइछि। माँ सुचित्रा ହଁ ବାବା आज होउछि माँ पाताल भैरवींको पूजा दिन। तमे माने समस्ते माँ को मंदिर को जीवाकू पड़िबो ଠିକ ଅଛି ବାବା। किंतु गोटे कथा मन रख କଣ ବାବା? प्रथम ए 4 जन मंदिर भीतर को जीवे ହଉ ବାବା। ଆଉ ସଭା ଶେଷ ପରେ ତମେ ଜଣେ ଲୋକ ମନ୍ଦିର ଭିତରକୁ ଯିବ। ଠିକ ଅଛି ବାବା ମନେ ରହିଲା ତ? ମନେ ରହିଲା। ଠିକ ଅଛି ଏଥର ଆମେ ସମସ୍ତେ ମିଶିକି ମା ପାତାଳ ଭୈରବୀଙ୍କ ମନ୍ଦିରକୁ ଗମନ କରିବା। ସର୍ବ ମଙ୍ଗଳ ମଙ୍ଗଳେ ଶିବେ ସର୍ବତ ସାଧିକେ ଶରଣ ପ୍ରପକରି ନାରାୟଣ ନମସ୍ତୁତେ। ଜୟ ମା କାଳୀ, ଜୟ ମା କାଳୀ, ଜୟ ମା କାଳୀ।
ମା ପାତାଳ ଭୈରବୀଙ୍କ ମନ୍ଦିର। ଏ ମନ୍ଦିରକୁ ତମେ 4 ଜଣ ପ୍ରବେଶ କରିଛ। ଏଥର ଆମେ ମା ପାତାଳ ଭୈରବୀଙ୍କ ପୂଜା ଆରମ୍ଭ କରିବା। ଠିକ ଅଛି ତ? ଓମ୍ କ୍ଲେଂ 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 ଭକ୍ତେ ଭକ୍ତେ ସ୍ୱାହା। ओम ह्रीं क्लीं श्रीं चण्डी चामुण्डा भट्टे स्वाहा। 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 जय मा काली। एथर तुमे उठ मा। बालिके तम 4 जनक पूजा समापन हो जाइछि। एथर तुमे 4 जन निजर घर को चली जाओ। किंतु गोटे कथा मन रख। ए बाटरे जीव कहा सहित कथबार्ता हेब नाही। किंतु ए कथा कहा को कहब नाही। मन रहिला तो ठीक अछि। एथर तुमे सीधा सीधा निजर आलो को चली जाओ। ओम क्लें 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 भट्टे 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 स्वाहा। ओम ह्रीं क्लीं श्रीं चण्डी चामुण्डा 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 भट्टे स्वाहा। ओम ह्रीं क्लीं श्रीं जय मा काली। मा सुचित्रा କୁହନ୍ତୁ ବାବା। এইটা ହେଉଛି ମା ପାତାଳ ଭୈରବୀଙ୍କର ମନ୍ଦିର। ଏ ମନ୍ଦିରକୁ ତୁମେ ଜଣେ ଲୋକ ପ୍ରବେଶ କରିଛ। ତମର ଦୁଃଖର ନିମନ୍ତେ ବାବା ତମେ ଏଥର ମାଙ୍କୁ ଦୁଃଖ ଜଣେଇବ। ହଁ ବାବା ଏଥର ଆମେ ମାଙ୍କର ପୂଜା ଆରମ୍ଭ କରିବା। ଠିକ ଅଛି ବାବା।
କିନ୍ତୁ ଗୋଟିଏ କଥା ମା କଣ ବାବା? ପ୍ରଥମରେ ତୁମେ ତୁମର ଆଖି ଦୁଇଟାକୁ ବନ୍ଦ କରିବାକୁ ପଡ଼ିବ। ଠିକ ଅଛି ବାବା, ଏଇ କଥା। ଆଲୋ ଏ ମା ସୁଚିତ୍ରା, କୁହନ୍ତୁ ବାବା। ଏଥର ତୁମେ ମୋ ସହିତ ସ୍ୱର ମିଶାଇକି କହିବାକୁ ପଡ଼ିବ। ଠିକ ଅଛି ବାବା। ହେ ମା ପାତାଳ ଭୈରବୀ, ହେ ମା ପାତାଳ ଭୈରବୀ, ତମ ମନ୍ଦିରରେ ତମ ମନ୍ଦିରରେ ଶପଥ କରିକି କହୁଛି, ଶପଥ କରିକି କହୁଛି, ଆଜି ଦିନ ଠାରୁ ଆଜି ଦିନ ଠାରୁ ଏ ଦେହ, ଏ ଦେହ, ଏ ମନ, ଏ ମନ, ଏ ପ୍ରାଣ, ଏ ପ୍ରାଣ, ଏ ସର୍ବାଙ୍ଗ ଶରୀରକୁ ଏ ସର୍ବାଙ୍ଗ ଶରୀରକୁ ବାବାଙ୍କୁ ବାବାଙ୍କୁ ଦାନ କରୁଛି। ବାବା, ଏ କି ଅଭଦ୍ରାମୀ! ଆପଣଙ୍କ ଉପରେ ମୋର ସନ୍ଦେହ ହଉଛି। ଆପଣ କଣ ଜଣେ ଭଣ୍ଡ? ମତେ ତୁମେ କାହିଁକି ଭଣ୍ଡ କହୁଛ ମା? ଆମ୍ଭେ ଭଣ୍ଡ ନୁହଁ, ଆମ୍ଭେ ହେଉଛୁ ସାଧୁ ସନ୍ଥ ଲୋକ। ଆମ୍ଭେ ନାରୀକୁ ଛୁଇଁବୁ ନାହିଁ। ଆଲୋ ଏ ମା ସୁଚିତ୍ରା, ମୁଁ ତୁମକୁ ମାଙ୍କର ସିନ୍ଦୁର, ଚାଉଳ, ପୁଷ୍ପ ଦେଉଛି। ତମେ ମାଙ୍କୁ ଦର୍ଶନ କରିବ। ହଁ ବାବା। ଠିକ ଅଛି ମା? କହୁଥିଲେ ନାରୀ ମାନଙ୍କୁ ଆପଣ ଛୁଅନ୍ତିନି ବୋଲି, ତାହେଲେ ମୁଁ ପଚାରୁଛି ଆପଣ ମତେ ଛୁଇଁଲା କିପରି? ମୁଁ ତୁମକୁ ଛୁଇଁଲି କେତେବେଳେ? କଣ ହେଲା? ମୁଁ ତ ତୁମକୁ ଛୁଇଁ ନାହିଁ। ଆପଣ ମତେ ଛୁଇଁ ନାହାନ୍ତି? ନାଇଁ ତ। ଆରେ ଚାଉଳ ପୁଷ୍ପ ଦେବା ସମୟରେ ତୁ ମତେ ଛୁଇଁ ଦେଇଛୁ। କହୁଛୁ କଣ ନା ଛୁଇଁନି ବୋଲି? ଆଲୋ ରୂପସୀ, ସବୁ ବଲୁ ଅଛୁ ମୋର ମୋର, ପିନ୍ଧିଲା ବଚନ ନୁହା ତୋର। ଖଣ୍ଡି ଯେ ଖଣ୍ଡି ତୋର ତୋର କାଟି ଖାଉଣ ଯିବେ ସ୍ୱର ତୃଗାଲ ପାଣ୍ଠି ଯେ ତୃଗାଲ ପାଣ୍ଠି। ତୋହର ଦେହ ଶୂନ୍ୟ, ତୋ ଶରୀର ବୃଥା। ତୋ ଆତ୍ମାକୁ ମୋ ଆତ୍ମା ସହିତ ମିଶାଇ ଦେ। ଦେଖିବୁ ତୁ ମୋକ୍ଷ ପ୍ରାପ୍ତି ଲାଭ କରିବୁ। ମନ୍ଦାବତୀ ଅପକୃଷ୍ଟ, ଆରେ ଧିକ୍ ତୋର ପୁରୁଷତ୍ୱ, ଆରେ ସତ ଧିକ୍ ତୋ ମାତାଳ ପ୍ରକୃତି। ମନରେ ଅଭୟ ବୋଲି ପ୍ରାଣ ଭୟରେ ନାରୀର ନାରୀତ୍ୱକୁ ଜଳାଞ୍ଜଳି ଦେବି ନା? ସତୀ ନାରୀ ପ୍ରାଣ ଦେଇପାରେ, ହେଲେ ମନ ଦେଇପାରେ ନା। ମୁଁ ତମକୁ ହାତ ଯୋଡ଼ି ନେହୁର ହଉଛି, ମୁଁ ତମ ପାଦ ତଳେ ପଡୁଛି।
ଦୟାକରି ମୋତେ ଏଠୁ ଯିବାକୁ ଦିଅନ୍ତୁ। ତୋତେ ତୋତେ ଏଠୁ ଯିବାକୁ ଦେବେ? ହଁ ବାବା। ଆଲେ ରୂପସୀ, ତୁ ଭାବୁଥିଲୁ ଏ ବାବା ଗୋଟିଏ ପ୍ରକୃତରେ ସାଧୁ ବୋଲି, କିନ୍ତୁ ମୁଁ ସାଧୁ ନୁହେଁ, ଉପରେ ଉପରେ ସାଧୁ। ହେଲେ ତୋ ପାଇଁ ଭିତରେ ଭିତରେ ଶୈତାନ ସାଜିଛି। ତୋତେ ଆଉ ମୁଁ ଛାଡ଼ିବି ନାହିଁ ଲୋ ରୂପସୀ। ଆକାଶ ଛିଣ୍ଡି ପଡୁ, ପୃଥିବୀ ଫାଟି ଯାଉ। आकाश कहीं छिड़ी पड़ू नाही, देखिए ही अत्याचार। पृथ्वी कहीं फाटी पड़ू नाही, अनीति देखी भंडार। रे समय आजी आसी, रे समय आजी आसी, साधु साजिया